ସେଇମାନେ ଯଦି ଜାଣିଥିଲେ ଯେ ହ୍ୟୁମାନ ସାଗରଙ୍କର ଦେହ ଏତେ ଖରାପ ତାଙ୍କୁ ଏଭଳି ପରିସ୍ଥିତିରେ ନେଇକି ବିଭିନ୍ନ ଷ୍ଟେଜରେ ପ୍ରୋଗ୍ରାମ କରେଇବାଟା ବାରଣ କରିଥିଲେ ତା ସତ୍ତ୍ୱେ କାହିଁକି ନେଇକି ଯାଇଥିଲେ ଯଦି ତାଙ୍କର ମା କି ତାଙ୍କ ଘର ଲୋକ ଯଦି ନଦେଲେ ଏଫଆଇଆର ନଦେଲେ ହୁଏତ ତଦନ୍ତ ବାଟବଣା ହବାର ବହୁତ ସମ୍ଭାବନା ଅଛି। ପ୍ରଥମେ ତ କହିବା କି ଆଜି ଆମେ ଯାହାଙ୍କ ପାଇଁ ଏଠି ଏକାଠି ହେଇଛେ ସେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦଉଛି ହ୍ୟୁମାନ ସାଗରଙ୍କୁ। ଆଜି ମଧ୍ୟ ତାଙ୍କର ଜନ୍ମ ଦିବସ। ଦୁଃଖ ଲାଗୁଛି କି 9 ଦିନ ବିତିଗଲାଣି କିନ୍ତୁ ତାଙ୍କର ମୃତ୍ୟୁ ଏପର୍ଯ୍ୟନ୍ତ ଗୋଟେ ମିଷ୍ଟ୍ରି ହେଇକି ରହିଯାଇଛି ଯାହାର କିଛି ଆମେ ଖୋଜ ଖବର ପାଉନୁ ବା ସଠିକ ତଦନ୍ତ ହେଇପାରୁନାହିଁ। ଗତ 17 ତାରିଖ ଦିନ ହଠାତ୍ ଯେତେବେଳେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା କି ବିଶିଷ୍ଟ କଣ୍ଠଶିଳ୍ପୀ ଆମ ଗହଣରେ ଆଉ ନାହାନ୍ତି ସେତେବେଳେ ତାର ଯାହା କାରଣ ଦର୍ଶା ଯାଇଥିଲା କି ମଲ୍ଟିପଲ ଅର୍ଗାନ ଫେଲ୍ସ ହେଇଛି ବୋଲି ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏଇ 2 ଦିନ ତଳେ ଆପଣ ଦେଖିଥିବେ ତାଙ୍କର ଯେ ଡକ୍ଟର ସଞ୍ଜୀବ କର ତାଙ୍କୁ ଚିକିତ୍ସା କରୁଥିଲେ ସିଏ କହିଛନ୍ତି ଯେ ମଲ୍ଟିପଲ ଅର୍ଗାନ ଫେଲ୍ ହବାର ଗୋଟେ ମୁଖ୍ୟ କାରଣ ହଉଛି ଡିପ୍ରେସନ। କାହିଁକି ହ୍ୟୁମାନ ସାଗର ଡିପ୍ରେସନରେ ଥିଲେ ସେ ମନା କରିଥିଲେ ବାରଣ କରିଥିଲେ ହୁଏତ 2024 ସେପ୍ଟେମ୍ବର ମାସରୁ ତାଙ୍କ ପାଖରେ ଚିକିତ୍ସା କରାଉଥିଲେ ହ୍ୟୁମାନ ସାଗର। କାହିଁକି ସେ ତାଙ୍କର ଯାହା ଯାହା ସବୁ ନିୟମ କହିଥିଲେ ତାଙ୍କର ଏଇ ଯୋଉ ସପୋର୍ଟ ଷ୍ଟାଫ ତାଙ୍କ ଫ୍ୟାମିଲି ମେମ୍ବର କେହି ନେଇକି ଯାଉନଥିଲେ ଡକ୍ଟରଙ୍କ ପାଖକୁ। ସପୋର୍ଟ ଷ୍ଟାଫ ଯୋଉମାନେ ତାମାନେ ଯେ ମ୍ୟାନେଜର ଅଛନ୍ତି ବା ଯେ ଇଭେଣ୍ଟ ଅର୍ଗାନାଇଜର ଅଛନ୍ତି ସେଇମାନେ ଯଦି ଜାଣିଥିଲେ ଯେ ହ୍ୟୁମାନ ସାଗରଙ୍କର ଦେହ ଏତେ ଖରାପ ତାଙ୍କୁ ଏଭଳି ପରିସ୍ଥିତିରେ ନେଇକି ବିଭିନ୍ନ ଷ୍ଟେଜରେ ପ୍ରୋଗ୍ରାମ କରେଇବାଟା ବାରଣ କରିଥିଲେ ତା ସତ୍ତ୍ୱେ କାହିଁକି ନେଇକି ଯାଇଥିଲେ ପରିବାରକୁ କାହିଁକି ଜଣେଇ ନଥିଲେ କୌଣସି ଘଟଣା ହୁଏତ ଜଣେଇଥିଲେ ଆଗରୁ କିଛି ଭଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇପାରିଥାନ୍ତା। ମୁଁ କହିଛି ଜଣେ ଏଇଟା ତ ମେନ୍ ହଉଛି ଆମର ଯଦି କ୍ରାଇମ ବ୍ରାଞ୍ଚକୁ ଦିଆଯାଏ ସିଆଇଡିସିଡି ର ବା ଜଣେ ଉଚ୍ଚସ୍ତରୀୟ ଆଇପିଏସ୍ ଅଫିସରଙ୍କ ଦ୍ୱାରା ଯେଟା କି ଇମ୍ପାର୍ସିଆଲ କୌଣସି ନିରପେକ୍ଷ ତଦନ୍ତ ହବା ଜରୁରୀ। ହ୍ୟୁମାନ ସାଗରଙ୍କର ଯାହା ମୋବାଇଲରେ ଡାଟା ଯାହା ଅଛି କଲ୍ ରେକର୍ଡ ହଉ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ହଉ ତାଙ୍କର ସେଇ ଯୋଉ ମ୍ୟାନେଜର ମାନଙ୍କର ନାଁ ବି ତାଙ୍କ ମା କହିଛନ୍ତି। ସମ୍ପୃକ୍ତ ଜଣେ ମହିଳାଙ୍କ ବିଷୟରେ ମଧ୍ୟ କଥା ଉଠୁଛି। ଆମେ ଜାଣିନୁ ଗଣମାଧ୍ୟମରେ ଯାହା କଥା ଉଠୁଛି ଏଥିରେ କେତେ ସତ୍ୟତା ଅଛି କି ଗୁଜବ ଏସବୁ। ତେଣୁ ଏ ସବୁ ଜିନିଷର ଗୋଟେ ନିରପେକ୍ଷ ତଦନ୍ତ ହଉ ଯାହା ଦ୍ୱାରା କି ଅଗଣିତ ହ୍ୟୁମାନ ପ୍ରେମୀ ଏଥିରୁ ଜାଣିପାରିବେ ସଠିକ ଘଟଣାଟି କଣ। ତଦନ୍ତ ପରିସରରେ ତ ପ୍ରଥମେ ମୁଁ କହିବି କି ତାଙ୍କର ଯୋଉ ମ୍ୟାନେଜର 2 ଜଣ ଥିଲେ ବା ଯେ ଇଭେଣ୍ଟ ଅର୍ଗାନାଇଜର ସମ୍ ମହାନ୍ତି କିଏ ଜଣେ ଅଛନ୍ତି। ଇଣ୍ଡଷ୍ଟ୍ରିରେ ମଧ୍ୟ ଆମେ ଦେଖୁଛୁ କି ଗୋଟେ ଓଡିଶା ସିନେ ଆସୋସିଏସନ ୱାର୍କର୍ସ ଅଛନ୍ତି ଆର୍ଟିଷ୍ଟ ଆସୋସିଏସନ ଅଛନ୍ତି କିନ୍ତୁ କେହି ମଧ୍ୟ ଆକୁ ଏତେ ଗୁରୁତ୍ୱର ସହିତ ନେଇ ସେସବୁ ବିଷୟରେ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରଉନାହାନ୍ତି। ତ ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟକୁ ଜଣେଇଛି କି ସେ ଜଣେ ଏତେ ବଡ ଆମର ଗାୟକ ଥିଲେ ଆମେ ଗୋଟେ ହୀରାକୁ ହରେଇ ଦେଇଛେ ତେଣୁ ନିଶ୍ଚୟ ଭାବରେ ଗୋଟେ ତଦନ୍ତ ହଉ। ପୋଲିସ ଡିଜିଙ୍କୁ ଏହାର କପି ଦେଇଛି ଏଥିପାଇଁ ଦେଇଛି କି ଇତିମଧ୍ୟରେ ବହୁତ ଗୁଡେ ଏଫଆଇଆର ହେଲାଣି ବୋଲି ଆମେ ଶୁଣୁଛୁ ବଲାଙ୍ଗୀର ହଉ ଯାଜପୁର ଅନ୍ୟ ଜାଗାରେ କିନ୍ତୁ ସେ ଏଫଆଇଆର ଉପରେ କଣ ଆକ୍ସନ ନେଇଛନ୍ତି ପୋଲିସ ଆମେ ଏପର୍ଯ୍ୟନ୍ତ ଜାଣିପାରୁନୁ। ମୁଁ ଆପଣଙ୍କର ଗଣମାଧ୍ୟମ ଦ୍ୱାରା ଏଇଟା ହିଁ ଜଣେଇବାକୁ ଚାହୁଁଛି ତାଙ୍କ ମାଙ୍କୁ ଅନୁରୋଧ କରୁଛି କି ସେ କିଛି ଚାପର ବଶବର୍ତ୍ତୀ ଅଛନ୍ତି କିମ୍ବା ନିଜେ ହୁଏତ ମାନସିକ ସ୍ତରରେ ସେତିକି ସେ ଚାପର ବଶବର୍ତ୍ତୀ ଥିବେ ଦୟାକରି ତାଙ୍କ ମାଙ୍କୁ ମୁଁ ଅନୁରୋଧ କରୁଛି ବା ତାଙ୍କ ଧର୍ମପତ୍ନୀଙ୍କୁ ଅନୁରୋଧ କରୁଛି ଆଟଲିଷ୍ଟ ହ୍ୟୁମାନ ସାଗରଙ୍କ ଛୋଟ ଝିଅଟି ପାଇଁ ସେ ସରକାରଙ୍କର ଦ୍ୱାରସ୍ଥ ହୁଅନ୍ତୁ ନ୍ୟାୟ ମାଗନ୍ତୁ ଆଇନର ଆଶ୍ରୟ ନିଅନ୍ତୁ। ଯଦି ତାଙ୍କ ପରିବାରର ସପୋର୍ଟ ମିଳେ ମୁଁ ତାହେଲେ କରିପାରିବି ଆଉ ଯଦି ତାଙ୍କର ମା କି ତାଙ୍କ ଘର ଲୋକ ଯଦି ନଦେଲେ ଏଫଆଇଆର ନଦେଲେ ହୁଏତ ତଦନ୍ତ ବାଟବଣା ହବାର ବହୁତ ସମ୍ଭାବନା ଅଛି।